ଜୟ ଜଗନ୍ନାଥ ଭାଇ ଭଉଣୀ ମାନେ ଉତ୍କଳ ଗୌରବ ପାଠଶାଳା ଆପଣମାନଙ୍କୁ ସ୍ୱାଗତ କରୁଅଛି। ପୂର୍ବ ଭିଡ଼ିଓରେ ଆପଣମାନେ ଦେଖିଥିଲେ ଯେ ଆମେ ମ୍ୟାଥମେଟିକ୍ସର ୟୁନିଟ୍ ଡିଜିଟ୍ ଆରମ୍ଭ କରିବୁ। ତେଣୁ ୟୁନିଟ୍ ଡିଜିଟ୍ ଗୋଟେ ବହୁତ ବଡ଼ ୟୁନିଟ୍। ତେଣୁ ଆମେ ଯେତିକି ଆମ କମ୍ପିଟେଟିଭ୍ ଏକ୍ଜାମ୍ ଗୁଡ଼ିକରେ ଆସୁଛି ସେଇ ଲେବୁଲ୍ରେ ଆମେ ଆରମ୍ଭ କରିବୁ। ତେଣୁକି ଆପଣମାନେ ଆମ ସହିତ ଯୋଡ଼ି ହୋଇ ରୁହନ୍ତୁ। ଯେଉଁ ପିଲାମାନେ ଓଡ଼ିଶା ସରକାର କିମ୍ବା କେନ୍ଦ୍ର ସରକାରଙ୍କ ଅଧୀନରେ ସରକାରୀ ଚାକିରିଟିଏ କରିବା ପାଇଁ କମ୍ପିଟେଟିଭ୍ ଏକ୍ଜାମ୍ ପାଇଁ ପ୍ରିପେୟାର ହେଉଛନ୍ତି, ତାଙ୍କ ପାଇଁ ଏହି ଭିଡ଼ିଓ ବେଶ୍ ଉପଯୋଗୀ ହୋଇପାରିବ। ତେଣୁ ଆସନ୍ତୁ ପ୍ରଥମେ ଦେଖିବା କ୍ୱେଶ୍ଚନ୍ କ'ଣ କହିଛି, କେଉଁ ଭଳିଆ କ୍ୱେଶ୍ଚନ୍ ଆସୁଛି। କ୍ୱେଶ୍ଚନ୍ ପ୍ୟାଟର୍ନ ଏଇଭଳିଆ ରହିବ। ତେଣୁ ଏଇଟା ହେଉଛି ୟୁନିଟ୍ ଡିଜିଟ୍ର ଫାର୍ଷ୍ଟ କ୍ଲାସ୍। ତେଣୁ ଆସନ୍ତୁ 12 × 38 ସେ ପଚାରିଛି ହ୍ୱାଟ୍ ଇଜ୍ ଦ ୟୁନିଟ୍ ଡିଜିଟ୍। ତାହେଲେ ଆମେ 12କୁ 12 × 38 ସେ ପଚାରିଛି ୟୁନିଟ୍ ଯାହା ବି ହଉନା କାହିଁକି ଗୁଣଫଳ ୟୁନିଟ୍ ଡିଜିଟ୍ କେତେ ହବ। ତେଣୁ 12କୁ 38ରେ ଗୁଣନ କରିବା। 12 96ରୁ 6 12 36 9 40 45 45। ତେଣୁ ଦେଖନ୍ତୁ ୟୁନିଟ୍ ଡିଜିଟ୍ କିଏ ଆସିଲା 6, କିନ୍ତୁ ଆମେ ଏଭଳି କରିବା ନାହିଁ। କ'ଣ କରିବା, ଏଇ 12ର ଯେ ୟୁନିଟ୍ ଡିଜିଟ୍ ଏବଂ 38ର ୟୁନିଟ୍ ଡିଜିଟ୍, ଏଇ ୟୁନିଟ୍ ଡିଜିଟ୍କୁ ଏହି ୟୁନିଟ୍ ଡିଜିଟ୍ ସହିତ ଆମେ ଗୁଣନ କରିବା 2 × 16। ତେଣୁ ଆସିଲା ଆମର ଏଇ ଯେଉଁ ୟୁନିଟ୍ ଡିଜିଟ୍ এইটা ହିଁ ହବ ଟୋଟାଲ ପ୍ରଡକ୍ଟର ୟୁନିଟ୍ ଡିଜିଟ୍। ବୁଝିପାରିଲେ? ଆସନ୍ତୁ ନେକ୍ସଟ କ୍ୱେଶ୍ଚନ୍ ଦେଖିବା। 2 ନମ୍ବର କ୍ୱେଶ୍ଚନ୍ କ'ଣ କହିଛି, 134 ଗୁଣନ 458 × 9 213 ପଚାରିଛି ହ୍ୱାଟ୍ ଇଜ୍ ଦ ୟୁନିଟ୍ ଡିଜିଟ୍। ଆମେ ତେଣୁକରି ୟୁନିଟ୍ ଡିଜିଟ୍ ଦରକାର। ତେଣୁ ଆମେ ପୁରା ନମ୍ବରକୁ ଗୁଣନ କରିବା ନାହିଁ, କାହିଁକି ନା ଆମେ କମ୍ପିଟେଟିଭ୍ ଏକ୍ଜାମ୍ ଦେଉଛୁ। ତେଣୁ ଆମକୁ ଏତେ ସର୍ଟକଟ୍ ମେଥଡ଼ ଦରକାର। ବୁଝିଲେ? ତେଣୁ 134ର ୟୁନିଟ୍ ଡିଜିଟ୍ 4, ତେଣୁ 4 ସହିତ 8କୁ ଗୁଣନ କରିବା 4 × 32। ଏ ଯେଉଁ 2 ଡିଜିଟ୍ ନମ୍ବର ଆସିଲା, ଏ 2 ଡିଜିଟ୍ ନମ୍ବରକୁ ବି ପୁଣି ଆମେ ୟା ସହିତ ଗୁଣନ କରିବା ନାହିଁ। এইଠୁ ପୁଣି ୟୁନିଟ୍ ଡିଜିଟ୍ ଯିଏ ଅଛି 2, ତାକୁ ନେଇ ଗୁଣନ କରିବା 3 ସହିତ 2 3 6। ତାହେଲେ ଏଠି ମଧ୍ୟ ଆମେ ଜାଣିଲେ ୟୁନିଟ୍ ଡିଜିଟ୍ ଯାହା ବି ହଉନା କାହିଁକି ତାର ଗୁଣଫଳ ୟୁନିଟ୍ ଡିଜିଟ୍ 6 ରହିବ। ସେ ପଚାରିଛି ୟୁନିଟ୍ ଡିଜିଟ୍ ନା, ତେଣୁ ଆମେ ପୁରା ସଂଖ୍ୟାଟା କାହିଁ ଗୁଣନ କରିବା। ଆମର ୟୁନିଟ୍ ଡିଜିଟ୍ ଆମେ ଯେଭଳିଆ ପାଇଲେ, ବୁଝିଲେ? ବାସ୍। 3 ନମ୍ବର ପୁଣି କ'ଣ କହିଛି, 5129 5129 into 13483 into 21698 into 39457 into 188888। ପଚାରିଛି ହ୍ୱାଟ୍ ଇଜ୍ ଦ ୟୁନିଟ୍ ଡିଜିଟ୍। ଆମେ ୟା କ'ଣ କରିବା, ମୁଁ ପ୍ରଥମରୁ କହୁଅଛି, କେବଳ ପୁରା ସଂଖ୍ୟାଟା ଆମର ଦରକାର ନାହିଁ, କେବଳ ୟୁନିଟ୍ ଡିଜିଟ୍ ହିଁ ଦରକାର। ତେଣୁ 9କୁ 3ରେ ଗୁଣନ କରିବା 9 3 27। ପୁଣି এই ଯେଉଁ 2 ଡିଜିଟ୍ ନମ୍ବର ଆସିଲା, 2 ଡିଜିଟ୍ ନମ୍ବରକୁ ଆମର ଦରକାର ନାହିଁ, କେବଳ ୟୁନିଟ୍ ଡିଜିଟ୍କୁ ହିଁ ଦରକାର। ତେଣୁ 7କୁ ନେଇ 8ରେ ଗୁଣନ କରିବା 7 × 56। ଏ ବି 2 ଡିଜିଟ୍ ନମ୍ବର ଆସିଲା, ୟାକୁ ବି ଆମେ 5କୁ ନେବା ନାହିଁ, 6କୁ ନେବା 6 7 42। 2 ଡିଜିଟ୍ ନମ୍ବର ଆସିଲା, ପୁଣି 4କୁ ଦରକାର ନାହିଁ ଆମର, 2କୁ ନେଇ 8ରେ ଗୁଣନ କରିବା 6 ଯେଉଁ ୟୁନିଟ୍ ଡିଜିଟ୍ ଆସିଲା, ଏଇ 6 ହିଁ ହବ ପୁରା ସଂଖ୍ୟାର ଯାହା ବି ଗୁଣଫଳ ହଉନା କାହିଁକି
यूनिट डिजिट 6 आसीबो बुझिपाले बस आउ गोटे जिनिस मन रखिबे जे हमर यूनिट डिजिट रो जो पैटर्न से प्रथमे तो आमे ଏବେ ଦେଖୁଛୁ କଣ ୱିदाउट ପାୱାର ବାଲା କ୍ୱେଶ୍ଚନ ପୁଣି ତାପରେ ପରେ ଆସିବ ପାୱାର ବାଲା କ୍ୱେଶ୍ଚନ ये ହଉଛି ୱିଦାଉଟ୍ ପାୱାର ବାଲା ଏସବୁ ହେଲା ୱିଦାଉଟ୍ ପାୱାର ବାଲା କ୍ୱେଶ୍ଚନ ଦେଇଥିବ ପାୱାର ବାଲା କହିଲେ क्वेश्चन ଦେଇଥିବ 2 3 4 5 ତ 3 4 5 6 7 ହେଲେ ପଚାରିଥିବ ହ୍ୱାଟ ଇଜ ଦ ୟୁନିଟ୍ ଡିଜିଟ୍ ଏଭଳି କ୍ୱେଶ୍ଚନ ଆମେ କଣ୍ଟିନ୍ୟୁ କରିବୁ ବୁଝିପାରିଲେ ଦେଖନ୍ତୁ ପାୱାର ବାଲା ସେ ବିନା ପାୱାର ବାଲା ଗଲା ଏବେ ଦେଖନ୍ତୁ ଆମର ପାୱାର ବାଲା କ୍ୱେଶ୍ଚନ କରିବା ସେ କଣ କହିଛି 1 2 3 4 1 2 3 4 ର ପାୱାର 5 6 7 8 ପଚାରିଛି ହ୍ୱାଟ ଇଜ ଦ ୟୁନିଟ୍ ଡିଜିଟ୍ ଏଇଠି ଗୋଟେ ଜିନିଷ ମନେ ରଖିବେ divisibility rule of 4 ମନେ ପକାନ୍ତୁ ନା 4 divisibility rule କଣ ଯେକୌଣସି ସଂଖ୍ୟା ଯାହା 7 8 5 6 ହେଇଥାଉ କିନ୍ତୁ divisibility 4 ର divisibility rule ହେଲା ଯେକୌଣସି ସଂଖ୍ୟାର एकक दशक 2 डिजिट संख्या जदि 4 द्वारा विभाज्य ताले पूरा संख्याटा हमर 4 द्वारा विभाज्य ताले देखिबा 56 को हमें 1456 तो 14 द्वारा विभाज्य ताले पूरा संख्याटा এই 4 द्वारा विभाज्य ଏବେ এই रूल हमको दरकार पड़िबो এই क्वेश्चन सॉल्व करिया ପାଇଁ ବୁଝିପାରିଲେ ତେଣୁ କାହିଁକି କରା ହଉଛି ସେ କଥା ମୁଁ ପରେ କହିବି ଏଟା ଦେଖନ୍ତୁ ଯାହା ବି 1 2 3 4 ର ପାୱାର 5 6 7 8 ଦେଇଛି ତେଣୁ ଆମେ यूनिट डिजिट दरकार ତେଣୁ ଆମେ ଏଇଠି ଦେଖନ୍ତୁ 1 2 3 ସହିତ କିଛି मतलब ନାହିଁ ଏହାର यूनिट डिजिट କୁ नबा ଏହାର यूनिट डिजिट 4 ପୁଣି ତାର ଯୋଉ ପାୱାର ଅଛି 5 6 7 8 ଏଥିରେ ଆମେ 4 ସହିତ ଏଇ ପୁରା ସଂଖ୍ୟାଟାକୁ ଆମେ ଦେଖିବା 4 ସହିତ ଡିଭିଜିବୁଲ ହଉଛି କି ନାହିଁ ତେଣୁ ଏହାର ଡିଭିଜିବିଲିଟି ଟେଷ୍ଟ କରିବା ପାଇଁ ହେଲେ ଆମେ ପ୍ରଥମେ ତ पूरा संख्या କାଇଁ ନବା ଆମେ ଦିଟା ଡିଜିଟ ହିଁ ନବା ତେଣୁ 78 କରିବା 4 ଦେଖନ୍ତୁ 78 4 କରିବା 4 1 4 3 8 4 32 9 36 4 36 2 ତେଣୁ ଏଇଠି ଦେଖନ୍ତୁ ଯୋଉଟା ରିମାଇଣ୍ଡର ରହିଲା ସିଏ ହବ 4 ପାୱାର 2 ଏବେ 4 ପାୱାର 2 କଣ ଆସିବ 4 into 4 16 ଆଉ ଏଇଟା ହିଁ ହବ पूरा संख्यार यूनिट डिजिट एमती कहीं करा होची देखंतु जेकोसी नंबर रो स्क्वायर मनकर जो जेकोसी नंबर पावर 2 रो पावर 1 2 2 रो पावर 2 4 2 रो पावर 3 8 2 रो पावर 4 16 2 रो पावर 5 32 2 रो पावर 7 64
2 ର ପାୱାର 8 और 212 0 134 64 208 212 128 তাহলে এটা দেখন্তু 1 2 3 4 এই চারিটা সংখ্ୟା ପରେ ପୁଣି ରିପିଟ୍ ହବ ସେଇଭଳିଆ 2 4 8 6 ୟୁନିଟ୍ ଡିଜିଟ୍ ରେ ଏଇ ସଂଖ୍ୟା ଗୁଡାକ ହିଁ ରହିବ 2 4 8 ପୁଣି 6 ଆସିବ 2 ଟୁ ଦି ପାୱାର କରିବ ସେଇ ସାଇକେଲ ରହିବ ମାନେ 2 4 8 6 ଯୋଉ ୟୁନିଟ୍ ଡିଜିଟ୍ ରହିଲା ତାପରେ ପୁଣି 2 4 8 6 ୟୁନିଟ୍ ଡିଜିଟ୍ ଆସିବ ସେଭଳି ଦେଖନ୍ତୁ 3 ର ପାୱାର 1 3 3 ର ପାୱାର 2 9 3 ର ପାୱାର 3 27 3 ର ପାୱାର 4 81 3 ର ପାୱାର 5 5 କେତେ 3 ଟା 24 ତାପରେ 3 ର ପାୱାର 6 3 3 9 3 ର 7 2 3 6 7 8 ଏଇଠି ଦେଖନ୍ତୁ 3 9 7 1 3 9 7 ପୁଣି 3 9 ଚାଲିବ ସେଇଭଳିଆ ମାନେ ୟାକୁ କୁହାଯାଉଛି ସାଇକ୍ଲିସିଟି ମାନେ ଏଇ ଚାରିଟା ପ୍ୟାଟର୍ନ ପରେ ପୁଣି ରିପିଟ୍ ହବ ସେତିକି ସେଇ 2 4 8 6 ଆସିବ ତେଣୁ ସେଇଥିପାଇଁ ଆମେ ଯାହା ବି ପାୱାର ଥାଉ ନା କାହିଁକି ଆମେ 4 ସହିତ ହରଣ କରିବା ଯାହା ବି ରିମାଇଣ୍ଡର ରହିବ ସେଇଟା ହିଁ ଏଇ ଲାଷ୍ଟ ୟୁନିଟ୍ ଡିଜିଟ୍ ର ପାୱାର ରହିବ ଆଉ ଯାହା ବାହାରିବ ୟାର ଭ୍ୟାଲୁ ସେଇଟା ହିଁ ପୁରା ସଂଖ୍ୟାର ୟୁନିଟ୍ ଡିଜିଟ୍ ହବ ବୁଝିପାରିଲେ ବାସ୍ ତାପରେ ଦେଖିବା 1 ନମ୍ବର ଦେଖିଲା ନେକ୍ସଟ କ୍ୱେଶ୍ଚନ ଦେଖିବା 2 ନମ୍ବର ଦେଇଛି 9 8 5 6 2 ତାର ପାୱାର ଦେଇଛି 1308 କଣ କହୁଥିଲି এই ପୁରା ସଂଖ୍ୟାର ଆମେ ୟୁନିଟ୍ ଡିଜିଟ୍ କୁ ହିଁ ନବା ୟୁନିଟ୍ ଡିଜିଟ୍ ଟୁ 2 ର ପାୱାର କେତେ ଆମେ ଏପଟେ ଯାହା ବି ସଂଖ୍ୟା ଥାଉ ଆମେ ତା ସହିତ କିଛି ମତଲବ ନାହିଁ ଆମେ ୟାକୁ 4 ହରଣ କରିବା ତେଣୁ ଏଇ ଦୁଇଟି ସଂଖ୍ୟା 08 ହରଣ କରିବା 4 4 ଦୁଗୁଣେ 8 କଟି ଯାଉଛି 4 ଦୁଗୁଣେ 8 ରିମାଇଣ୍ଡର 0 2 ଟୁ ଦି ପାୱାର 0 ଆମେ ୟାକୁ କଣ କରିବା ରିମାଇଣ୍ଡର ଯେହେତୁ 0 ହଉଛି ମାନେ ଏଟା 2 ଟୁ ଦି ପାୱାର 4 ହବ କାହିଁକି ହବ ମୁଁ କହୁଛି 2 ଗୁଣନ 2 ଗୁଣନ 2 ଗୁଣନ 2 ତାମାନେ 2 ଗୁଣନ 4 ଗୁଣନ 8 16 ଯାହା ବି ହଉ ନା କାହିଁକି ତାର ପ୍ରଡକ୍ଟ କିନ୍ତୁ ୟୁନିଟ୍ ଡିଜିଟ୍ 6 ଆସିବ ଏଠି ଦେଖନ୍ତୁ କାହିଁକି 0 ହଉଛି 2 ର ପାୱାର କରାଯାଉ 16 ତେଣୁ ପ୍ରଥମେ 2 ର ପାୱାର 4 କରିବା ଗୁଣନ 2 ର ପାୱାର 4 କରିବା ଗୁଣନ 2 ର ପାୱାର 4 କରିବା ଗୁଣନ 2 ର ପାୱାର 4 କରିବା 4 4 8 8 8 16 ତେଣୁ ଏଇ ଚାରିଟା ଗୋଟେ ପ୍ୟାଟର୍ନ ପରେ ପୁଣି ସେ ରିପିଟ୍ ହବ ମାନେ 2 ର ପାୱାର 1 2 2 ର ପାୱାର 2 ହେଲେ 4 2 ର ପାୱାର
ହେଲେ 8, 2 ର ପାୱାର 4 16। ଦେଖନ୍ତୁ ଏଇ ପାୱାର 8 16 ଲାଷ୍ଟ ଡିଜିଟ 6, ତେଣୁ ଏ ପ୍ରଥମରେ ଏଇ ଲାଷ୍ଟ ଏତିକିରେ ରହିଯିବ, ପୁଣି ଏଇଠି କଣ୍ଟିନ୍ୟୁ ହବ 2 ଟୁ ଦି ପାୱାର 4, ଏଇଠି ପୁଣି 2 ରୁ କଣ୍ଟିନ୍ୟୁ ହବ 4, ତାପରେ 8, ତାପରେ 6, ଏଠି ପୁଣି ଶେଷ ହେଇଯିବ, ଏତିକିରେ ଷ୍ଟପ୍। ପୁଣି ଏଇ 3 ନମ୍ବର ପ୍ୟାଟର୍ନରେ ଇଏ ପୁଣି ଏଇଭଳିଆ 2 4 8 6 ହେଇକି ଏଠି ସରିଯିବ, ଏଠି ପୁଣି 2 4 6 8 ହେଇକି ଏଠି ତାର କମ୍ପ୍ଲିଟ ହେଇଯାଉଛି। ତେଣୁ ନେକ୍ସଟ ଆଉ ଗୋଟେ ଆରମ୍ଭ ହବ, ତା ମାନେ 2 ଟୁ ଦି ପାୱାର 4, ତା ମାନେ ସେ ପ୍ରଥମ ଏଟା ଦେଖନ୍ତୁ 2 ଟୁ ଦି ପାୱାର 4 ମାନେ ପୁରା ଲାଷ୍ଟ ରହୁଛି, ଲାଷ୍ଟ 2 ଟୁ ଦି ପାୱାର 4 ପୁରା ଲାଷ୍ଟ କୁ ପଳେଇ ଆସୁଛି, ଇଏ 2 ଟୁ ଦି ପାୱାର 4, ଇଏ ବି ଲାଷ୍ଟ ଯାଇକି ରହୁଛି, ଇଏ 2 ଟୁ ଦି ପାୱାର 4 ଲାଷ୍ଟ ରହୁଛି। ତେଣୁ ଲାଷ୍ଟ ର ଯୋଉ ୟୁନିଟ ଡିଜିଟ 6 ସେଇଠି ହିଁ ଯାଇକି ରହିବ। 2 ର ପାୱାର ଯଦି ଏଠି 4 ମାନେ 0 ସେଇଥିପାଇଁ ନିଆଯାଉଛି 2 ଟୁ ଦି ପାୱାର 4, ତେଣୁ ଲାଷ୍ଟ ରହୁଛି ନା, ତେଣୁ ୟୁନିଟ ଡିଜିଟ 6 ହବ। ବୁଝିପାରିଲେ? ଏଇଟା 5 6 8 2 ର ପାୱାର 4 4 4। ତାହେଲେ ଆମେ କଣ କହୁଥିଲେ, ୟୁନିଟ ଡିଜିଟ କୁ ହିଁ ନବା 2 ର ପାୱାର, ଯେହେତୁ ୟାକୁ 4 ରେ ହରଣ କରିବା ତେଣୁ ଡବଲ ପାୱାର, ଏ 4 ଦ୍ୱାରା ବିଭାଜ୍ୟ, ତେଣୁ ରିମାଇଣ୍ଡର ଆଉ ରହିବ ନାହିଁ, ଇଏ ବି 2 ଟୁ ଦି ପାୱାର 4 ହବ। ବୁଝିପାରିଲେ? 2 ଟୁ ଦି ପାୱାର 4 ମାନେ ଆମ ଲାଷ୍ଟ ଷ୍ଟେଜରେ ଯାଇକି ରହିବ, 2 ଟୁ ଦି ପାୱାର 1 2 2 ଟୁ ଦି ପାୱାର 2 4 2 ଟୁ ଦି ପାୱାର 3 8 2 ଟୁ ଦି ପାୱାର 4 16, ଏଇ 4 ରହିବ। ପୁଣି 2 ଟୁ ଦି ପାୱାର 5 ଆସିଲେ ପୁଣି ସାଇକେଲ ଆରମ୍ଭ ହଉଛି 2 2 4 8 ତାପରେ 16, ଏଭଳିଆ 6 ଚାଲିବ ଏମିତି ଯେ, ଏ ଲାଷ୍ଟ ଯାଇକି ରହୁଛି 2 ଟୁ ଦି ପାୱାର 4, ଯେକୌଣସି ସଂଖ୍ୟାର ଯଦି ପାୱାର 4 ହବ ମାନେ ରିମାଇଣ୍ଡର ଯଦି 0 ହଉଛି ତାହେଲେ ଆମେ 2 ଟୁ ଦି ପାୱାର 4 ହିଁ ନବା। ତାହେଲେ 2 ଟୁ ଦି ପାୱାର 4 ଲାଷ୍ଟ ରହୁଛି, ତେଣୁ ୟୁନିଟ ଡିଜିଟ 6 ହବ। ବୁଝିପାରିଲେ? ତାପରେ ଦେଖନ୍ତୁ ଆଉ ଗୋଟେ କ୍ୱେଶ୍ଚନ, ଏତେ ବଡ ସଂଖ୍ୟା 1 2 3 4 5 6 ତାର ପାୱାର ଦେଇଛି 9 8 7 6 5 4 3 2 1 5 6 7। ଏଠି ଦେଖନ୍ତୁ ଆମେ କଣ ନବା, 6, ଏଇଠୁ ୟୁନିଟ ଡିଜିଟ ହିଁ ନବା, 6 ର ପାୱାର ଏଠି ଯାହା ବି ହଉନା କାହିଁକି ଆମେ 4 ସହିତ ଡିଭାଇଡ କରିବା, ତେଣୁ 67 ନବା। 67 67 କୁ ଡିଭାଇଡ କରିବା 4, 67 into 4 4 2 7 7 24 54 33 6 24 7 28, 6 ପଡ଼ିବ 6 24 ରିମାଇଣ୍ଡର 3। ଦେଖନ୍ତୁ 6 ର ପାୱାର ରିମାଇଣ୍ଡର 3 ଆସିଲା, ତେଣୁ 6 ଗୁଣନ 6 ଗୁଣନ 6, ତେଣୁ ସେଇ 6 ହିଁ ହବ। ଏଠି ଗୋଟେ ବଢିଆ ଜିନିଷ ମନେ ରଖିବେ, ଯଦି ଯେକୌଣସି ସଂଖ୍ୟାର ୟୁନିଟ ଡିଜିଟ କଣ ହେଇଥିବ 1 ହେଇଥିବ, ତାହେଲେ 1 ସହିତ 1 ଯେତେ ଥର ଗୁଣନ ହେଲେ ବି ତାର ଭ୍ୟାଲୁ ସେଇ 1 ହବ। ତେଣୁ 1 ପୁଣି 6 6କୁ ଯେତେ ଥର ଗୁଣନ କଲେ ବି ତାର ୟୁନିଟ ଡିଜିଟ 6 ହିଁ ରହିବ। ପୁଣି
ପାଞ୍ଚ, ପାଞ୍ଚକୁ ଯେତେ ଥର ଗୁଣନ କଲେ ବି ପାଞ୍ଚ ତିନି ଡିଜିଟ୍ ପାଞ୍ଚ ହିଁ ଆସିବ। ସେଇଭଳିଆ ଜିରୋ, ଜିରୋକୁ ଯେତେ ଥର ଗୁଣନ କଲେ ବି ତାର ଲାଷ୍ଟକୁ ୟୁନିଟ୍ ଡିଜିଟ୍ ଜିରୋ ଆସିବ। ତାମାନେ ଏଇ ଯୋଉ କ୍ୱେଶ୍ଚନଟା 6 ବଦଳରେ ଯଦି 1 ରହିଥାନ୍ତା ତାହେଲେ ୟୁନିଟ୍ ଡିଜିଟ୍ 1 ହିଁ ଆସିବ। ପାୱାର ଯେତେ ରହୁନା କାହିଁକି, ପାୱାର ସହିତ କିଛି ବି ମତଲବ ନାହିଁ। ଆମେ ଯୋଉ 67 କୁ 4 ରେ ଡିଭାଇଡ୍ କଲେ, ଏହାକୁ ଡିଭାଇଡ୍ କରିବା ଆବଶ୍ୟକତା ନାହିଁ। ବୁଝିପାରିଲେ? ଏଠି 5 6 ବଦଳରେ 5 ଥିଲେ ବି ସେଇଆ, ମାନେ ଯେତେ ବି ପାୱାର ହଉନା କାହିଁକି ସେ ୟୁନିଟ୍ ଡିଜିଟ୍ ସଦାବେଳେ ସେଇ ସଂଖ୍ୟା ହିଁ ରହିବ। ସେଇଭଳିଆ ଜିରୋ, ଯଦି ଲାଷ୍ଟରେ ଜିରୋ ରହୁଛି ୟୁନିଟ୍ ତାର ପାୱାର ଯେତେ ବି ହଉନା କାହିଁକି ୟୁନିଟ୍ ଡିଜିଟ୍ ସବୁବେଳେ ଜିରୋ ହିଁ ଆସିବ। ଏଇ ଜିନିଷଟା ମନେ ରଖିବ। ବୁଝିପାରିଲେ? ତାପରେ ଆଉ ଗୋଟେ କ୍ୱେଶ୍ଚନ, 30ର ପାୱାର ଦେଇଛି 2928 ପଚାରିଛି ରାଇଟ୍ ମୋଷ୍ଟ ନନ୍ ଜିରୋ ନମ୍ବର। ତାର ପ୍ରଡକ୍ଟ ଯାହା ବି ହଉନା କାହିଁକି ଲାଷ୍ଟ ତ ଜିରୋ ଅଛି, ଜିରୋ ହିଁ ଆସିବ। କିନ୍ତୁ ତା ପୂର୍ବରୁ ଜିରୋ ଆସିଲା ପରେ ପ୍ରଥମେ କେଉଁ ସଂଖ୍ୟା ଆସିବ, 1 ଆସିବ, 2 ଆସିବ, 3 ଆସିବ, 4 ଆସିବ, 5, ଏଇ ସଂଖ୍ୟାଟା ସେ ପଚାରିଛି। ତେଣୁ ଆସନ୍ତୁ ଦେଖିବା। ଆମେ ଜାଣିଛେ 30ର ପାୱାର କେତେ, ଲାଷ୍ଟ 2 ଡିଜିଟ୍ କଣ ହବ, ମାନେ 30ର 28। ଏ ଯୋଉ 30ଟାକୁ କଣ କରିବା, 3ର ପାୱାର 28 କିମ୍ବା 10ର ପାୱାର 28 କରିପାରିବା। ହଁ କି ନିଶ୍ଚୟ କରିପାରିବା। ତେଣୁ ଏ ପ୍ରଥମେ ଦେଖିବା 3ର ପାୱାର 28କୁ 4ରେ ହରଣ କରିବା, 428। ତେଣୁ ରିମାଇଣ୍ଡର 0, ତାମାନେ 3ର ପାୱାର 4 ଗୁଣନ ଇଏ ବି ସେଇଭଳିଆ 10ର ପାୱାର ଏ 28କୁ ବି 4ରେ ହରଣ କଲେ କଣ ହବ, ରିମାଇଣ୍ଡର 0 ଆସିବ। ତେଣୁ 10ର ପାୱାର ମଧ୍ୟ 4 ରହିବ। ଆଉ 10ର ପାୱାର ଯାହା ବି ହଉନା କାହିଁକି ୟୁନିଟ୍ ଡିଜିଟ୍ 0 ହିଁ ଆସିବ। 3ର ପାୱାର 4, 3 ଗୁଣନ 3 ଗୁଣନ 3 ଗୁଣନ 3, ତାମାନେ 3 3 9 27, ପୁଣି 27ର ୟୁନିଟ୍ ଡିଜିଟ୍ 7 3 21। ତାହେଲେ ଏଇଠି ଦେଖନ୍ତୁ 1, ଆପଣଙ୍କର ଏ ପୁରା ସଂଖ୍ୟାରେ ତାର ଭ୍ୟାଲୁ ଯାହା ବି ହଉନା କାହିଁକି, 0 ଏପଟେ ଯେତେ ବି ହଉନା କାହିଁକି, କିନ୍ତୁ ପ୍ରଥମେ ସଂଖ୍ୟାଟା ଆସିବ ସେଟା ହଉଛି 1। ବୁଝିପାରିଲେ? ଯଦି କେହି ବୁଝିପାରୁନାହାନ୍ତି ତାହେଲେ ନିଶ୍ଚୟ କମେଣ୍ଟ କରିବେ, କମେଣ୍ଟ କରିବା ପାଇଁ ଭୁଲିବେ ନାହିଁ। ଲାଷ୍ଟ ଆଉ ଗୋଟେ ଦେଖନ୍ତୁ, ଭିଡ଼ିଓ ବେଶୀ ଲମ୍ବା ହେଇଯାଉଛି। What is the unit digits of the sum of first 11 whole? କହିଲେ କଣ, 0, ତାପରେ 1 2 3 ଏଭଳିଆ ଇନଫିନିଟିଭ। ତେଣୁ ଫାଷ୍ଟ 11 ମାନେ 111, ମାନେ 0ରୁ ଆରମ୍ଭ କରିକି ଫାଷ୍ଟ 111, ତାମାନେ 0 ସାମ କହିଛି 0 ପ୍ଲସ୍ 1 ପ୍ଲସ୍ 2 ପ୍ଲସ୍ 3 ଏଇଭଳିଆ ପ୍ଲସ୍ 110 ପର୍ଯ୍ୟନ୍ତ ଯିବ। କାହିଁକିନା ଏଠି 110 ପ୍ଲସ୍ 1 ମାନେ 111। ତାହେଲେ ପଚାରିଛି ଏହାର ଯୋଗଫଳ ଯାହା ବି ହଉନା କାହିଁକି ତାର ୟୁନିଟ୍ ଡିଜିଟ୍ କଣ। ଆମେ ଜାଣିଛେ ଏ ଯୋଉ ଷଷ୍ଠ ସପ୍ତମରେ ପଢିଥିଲେ 1 ଯୁକ୍ତ 2 ଯୁକ୍ତ 3 ଏମିତି ଯୋଗ କରିବା 50 ପର୍ଯ୍ୟନ୍ତ, ତାର ସୂତ୍ର କଣ, 10 × n + 1/2।
n କହିଲେ ଏଠି 50 n+1 50+1 ଯୁକ୍ତ 2 ମାନେ 2 25 ତାହେଲେ ଆମର 51 25 × 51 ये ଯାହା ହବ ସଂଖ୍ୟାଟା ସେଇଆ ମାନେ 25 के 25 ରୁ 5 2 25 5 25 26 27 127 ଏତିକି ହବ आंसर। ତାହେଲେ क्वेश्चन है 0 + 1 + 2 + 3 ଆସିବ +111 n × n+1 / n କିଏ 111 111 ଆସିବନି 110 111 112 ସଂଖ୍ୟା ହେଇଯାଉଛି ଏଠି 111 ସଂଖ୍ୟା କହିଛି ନା ତେଣୁ ଏଠି 110 110 110 ଯୁକ୍ତ 1 / 2 55 ହେଲା ଆମର 55 × 111 ତେଣୁ ଏଠି ଦେଖନ୍ତୁ ୟୁନିଟ୍ ଡିଜିଟ୍ 5 ୟୁନିଟ୍ ଡିଜିଟ୍ 5 ଅଛି ମାନେ ଯେକୌଣସି ସଂଖ୍ୟା ସହିତ ଗୁଣ କଲେ ସେ ୟୁନିଟ୍ ଡିଜିଟ୍ 5 ହବ ବୁଝିପାରିଲେ ତେଣୁକରି ଆଜି ଏତିକି ଥାଉ ବେଶୀ ଲମ୍ବା ହେଇଯିବ ତେଣୁ ବହୁମୂଲ୍ୟ ସମୟ ଦେଇଥିବାରୁ ଆପଣଙ୍କୁ ବହୁତ ବହୁତ ଧନ୍ୟବାଦ ଭିଡ଼ିଓ କିପରି ଲାଗୁଛି ପ୍ରଥମେ କମେଣ୍ଟ କରନ୍ତୁ ଆଉ ଭଲ ଲାଗିଲେ ଲାଇକ୍ କରନ୍ତୁ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ ଏବଂ ସବସ୍କ୍ରାଇବ୍ କରିବା ପାଇଁ ଭୁଲନ୍ତୁ ନାହିଁ ଥ୍ୟାଙ୍କ ୟୁ ଧନ୍ୟବାଦ ଦେଖା ହବ ନେକ୍ସଟ ଭିଡ଼ିଓରେ